ଭାବରେ ବାବୁସାନ ଭାଇଙ୍କର ବି ନୂଆ ନୂଆ ସବୁ ମୁଭି ଆସିବା ପାଇଁ ଯାଉଛି ତ ଠିକ୍ ଅଛି ନା। ତ ସେଥିପାଇଁ ମୁଁ ନ ଅପଡେଟ୍ ଦେଇଥିବାରୁ ଆଇ ଏମ୍ ଭେରି ଏକ୍ସଟ୍ରିମଲି ସରି ଫର୍ ଦ୍ୟାଟ୍। ତ ଏବେ ମୁଁ ପୁରା ଆକ୍ଟିଭ ରହିବା ପାଇଁ ଚାହୁଁଛି ଆଉ ଆକ୍ଟିଭ ରହିବି ୟୁଟ୍ୟୁବ ମାଧ୍ୟମରେ। ତ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଫାର୍ଷ୍ଟ ଅଫ୍ ଅଲ୍ କହିବା ପାଇଁ ଚାହୁଁଛି ଆମର ଯେଉଁ ସନକ ବୋଲି ଗୋଟେ ମୁଭି ଆସିଥିଲା ଠିକ୍ ଅଛି ନା, ପୋଷ୍ଟର বা ফার্স্ট লুক যাকে কুহযাଏ সে বহুত লেଟ୍ରେ ଆସିବ। ତାର ସୁଟିଂସ୍ ମାନେ ଏବେ ପର୍ଯ୍ୟନ୍ତ ଷ୍ଟାର୍ଟ ହେଇନି, ଯେଉଁ ମାଧ୍ୟମରେ ହେବା କଥା ଷ୍ଟାର୍ଟ ହେଇନି। ପେପର ମାଧ୍ୟମରେ କାଲି ଆସିଥିଲା ସଣ୍ଡେ ପେପରରେ ଠିକ୍ ଅଛି ନା। ତ ଡେଫିନେଟଲି ଭାବରେ ଆମର ସନକ ମୁଭି ତ ଲେଟ୍ରେ ଆସିବ। ତାପରେ ଆମର ଆସୁଛି ଯେଉଁ ବାବୁସାନ ଭାଇଙ୍କର ଅଲଗା ଅଲଗା ସବୁ ମୁଭି ଯାହାର ଗୋଟେ ସୁଟ୍ଟା ଏବେ ଚାଲିଥିଲା ସଙ୍ଗ ସୁଟ୍ଟା ଠିକ୍ ଅଛି ନା। ତାପରେ ଆଉ ଗୋଟେ ମୁଭିଟା ଆସିଥିଲା ତାଙ୍କର ପାୱାର ବୋଲି ଗୋଟେ ମୁଭି ତାଙ୍କର ମାନେ ଯେଉଁ ପ୍ରଡକ୍ସନ ହାଉସରେ ଯେଉଁ ନିର୍ମାଣ ହୋଇଥିଲା ପାୱାର ଠିକ୍ ଅଛି ନା। ଦୁର୍ଗା ପୂଜା ନୁହେଁ ରଜର ଆସିଥିଲା। ତ ସେଇ ରଜ ମାଧ୍ୟମରେ ଗୋଟେ ଇଲେକ୍ସନକୁ କେମିତି ଟାଇପ୍ର କେମିତି କରାଯାଏ, ଜିତିଲେ କ'ଣ କ'ଣ ହୁଏ, କେମିତି କି ସବୁ କିଛି ଭାବରେ ସେ ପ୍ରେଜେଣ୍ଟ କରିକି ଦେଖେଇଥିଲେ। ବହୁତ ଭଲ ଲାଗିଥିଲା କନସେପ୍ଟଟି। ଓଡ଼ିଶାରେ ତ ଚହଳ ସୃଷ୍ଟି କରିଥିଲା, ସେମିତି କଲେକ୍ସନ ବି କରିଥିଲା, ଦର୍ଶକମାନଙ୍କୁ ବହୁତ ଭଲ ବି ଲାଗିଥିଲା ଠିକ୍ ଅଛି ନା। ତ ତାଙ୍କର ପ୍ରଡକ୍ସନ ହାଉସରେ ବାବୁସାନ ଭାଇଙ୍କର ଅଫିସିଆଲ ଆଉ ଗୋଟେ ମୁଭି ଆସିବା ପାଇଁ ଯାଉଛି ଯାହାର ଟାଇଟେଲ ବହୁତ ସୁନ୍ ଅଛି ଠିକ୍ ଅଛି ନା। ଟାଇଟେଲ ବହୁତ କମ୍ ଟାଇମ୍ ମଧ୍ୟରେ ଜଣାପଡ଼ିବ ବୋଲି ସେ ମାନେ କହିଛନ୍ତି ଠିକ୍ ଅଛି ନା। ତ ତାଙ୍କର ସେଇ ଟାଇଟେଲକୁ ବା ତାଙ୍କର ସେଇ ମୁଭିର ନାମକୁ ବା ସେଇ ତାଙ୍କର ମୁଭିକୁ ଲୋକମାନେ ଶୁଣିବା ପାଇଁ ଦେଖିବା ପାଇଁ ବହୁତ ଆଗ୍ରହ ଅଛନ୍ତି ବୋଲି ଦର୍ଶକମାନେ ମାନେ ବାର୍ତ୍ତା ଜଣାଇଛନ୍ତି ଠିକ୍ ଅଛି ନା। ଗୋଟେ ଷ୍ଟେଜ ମାଧ୍ୟମରେ ବାବୁସାନ ଭାଇ ଅଫିସିଆଲ ଭାବରେ ଆନାଉନ୍ସମେଣ୍ଟ କରିଦେଇଛନ୍ତି ଯେ ତାଙ୍କର ଗୋଟେ ମୁଭି ଆସିବ ଯାହା ଏହି ବର୍ଷ ବା 2025 ରଜରେ ରିଲିଜ ହେବା ପାଇଁ ଯାଉଛି। ତ ଅପକମିଂ ମୁଭି ରଜରେ ଗୋଟେ ବାବୁସାନ ଭାଇଙ୍କର ନୂଆ ଆସିବାକୁ ଯାଉଛି। ତାର ଟାଇଟଲ ଆସିନାହିଁ, ଆସିଲେ ଡେଫିନେଟ ଭାବରେ ପୁରା ଚହଳ ସୃଷ୍ଟି କରିବ। ମିଷ୍ଟରଙ୍କ ୟୁଟ୍ୟୁବ ଚ୍ୟାନେଲ ବି ଯେଉଁମାନେ ବି ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ପ୍ଲିଜ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ପାଖରେ ଥିବା ନୋଟିଫିକେସନକୁ ବି ଅନେକ କ୍ଲିକ୍ କରିଦିଅନ୍ତୁ, ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ କରନ୍ତୁ। ଓକେ, ତ ରଜରେ ତାଙ୍କର ଗୋଟେ ମୁଭି ଆସିବ ସେଟା ନୂଆ। ତାପରେ ଦଶହରାରେ ବି ଆସିବ, ଏମିତି ବହୁତ ସାରା ମୁଭି ଆସିବ। ତ କୋଉ ମୁଭିକୁ ଆପଣମାନେ ବେଶୀରୁ ବେଶୀ ୱେଟ୍ କରୁଛନ୍ତି ଆଉ ଦେଖିବା ପାଇଁ ଆଗ୍ରହ ଅଛନ୍ତି କୋଉ ମୁଭିକୁ ପ୍ଲିଜ ସେଟା ବି କମେଣ୍ଟ ମଧ୍ୟ ଜଣାନ୍ତୁ। ଭିଡ଼ିଓକୁ କେମିତି ଲାଗିଲା ସେଟା ବି କମେଣ୍ଟ ମଧ୍ୟ ଜଣାନ୍ତୁ। ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ। ବାଏ ବାଏ।